गरम भात हेउ बा पखाला भात हेउ ଏହା ସହିତ ଆପଣମାନେ କିଛି ବି ଖାଇପାରିବେ। ଭାରି ବଢ଼ିଆ ଲାଗିବ। ଆଜି ଆମେ ତିଆରି କରିବା ଆମ ଓଡ଼ିଶାର ପାରମ୍ପରିକ ରେସିପି ମାଛ ପତ୍ରପୋଡ଼ା। ସ୍ମୋକି ଫ୍ଲେଭର ସହିତ ମସଲାର ରାଗ ରାଗ ଚଟପଟା ଟେଷ୍ଟ ଯାହାକି ଆପଣଙ୍କୁ ନୂଆ ସ୍ୱାଦ ଆଣିଦେବ। ବାକି ଯେତେ ସବୁ ମାଛର ରେସିପି ଆପଣମାନେ ଖାଇଥିବେ ନା ସବୁଠୁ ଏ ନିଆରା। ଆଉ ଏହାକୁ ତିଆରି କରିବା ମଧ୍ୟ ବହୁତ ସହଜ। ଚାଲନ୍ତୁ ଅତି ସହଜରେ ଘରେ ତିଆରି କରିବା ମାଛ ପତ୍ରପୋଡ଼ା। ମାଛ ପତ୍ରପୋଡ଼ା ବନେଇବା ପାଇଁ ଏଇଠି ମୁଁ 450 ଗ୍ରାମର ନେଇଛି ରୋହି ମାଛ। ଆପଣମାନେ ଯେକୌଣସି ମାଛ ଏଠି ନେଇପାରିବେ। ଆଉ ଆପଣମାନେ ମାଛ ନିଜ ହିସାବରେ କମଧିଆ କରିକି ନେବେ। ଆଉ ମାଛକୁ ଅଧିକା ମୋଟା ବା ଅତି ପତଳା କରିକି କାଟିବେନି, ମିଡ଼ିୟମ୍ ଥିକନେସ୍ର ରଖିବେ। ଆଉ ମାଛକୁ ପରିଷ୍କାର କରିକି ଧୋଇ ନେବେ। ଧୋଇ ସାରିଲା ପରେ ମାଛରେ ଥିବା ଏକ୍ସେସ୍ ପାଣିକୁ ପୁରାପୁରି ବାହାର କରିନେବେ। ଏଇଠି କଟା ମାଛ 450 ଗ୍ରାମର ଅଛି, ଯାହାକି 8 ଖଣ୍ଡ ହେବ। ଆଉ ଏଇ ରେସିପି ପାଇଁ ଆପଣମାନେ ଫ୍ରେଶ୍ ମାଛ ନେବେ, ବାସି ମାଛ ବିଲକୁଲ ବି ନେବେନି, ଟେଷ୍ଟ ଭଲ ଆସିବନି। ପ୍ରଥମେ ଚାଲନ୍ତୁ ଆମେ ମାଛକୁ ମ୍ୟାରିନେଟ୍ କରିବା। ସେଥିପାଇଁ ଆମେ ମାଛରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧା ଛୋଟ ଚାମଚ ଦେଇଦେବା ଲୁଣ। ପଛରେ ମଧ୍ୟ ଆମେ ଲୁଣ ହଳଦୀ ଦେବା, କିନ୍ତୁ ମାଛ ପାଇଁ ଯେତିକି ଦରକାର ଏବେ ଦେଇଦେବା। ତା ସହିତ ଆମେ ଗୋଟେ ଲେମ୍ବୁ ନେବା। ଏଇଠି ମୁଁ ଗୋଟେ ଛୋଟ ସାଇଜ୍ର ଲେମ୍ବୁ ନେଇଛି, ତାକୁ ଏଥିରେ ଚିପୁଡ଼ି ନେଉଛି। ଲେମ୍ବୁ ଦେବା ଦ୍ୱାରା ମାଛର ଆମିଷ ସ୍ମେଲ୍ଟା ରହିବନି, ତା ସହିତ ମାଛରେ ଚଟପଟା ଟେଷ୍ଟ ମଧ୍ୟ ଆସିବ। ଏବେ ଆମେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଦର୍ଶକ ବନ୍ଧୁ, ଆଜିର ରେସିପି ଯଦି ଆପଣଙ୍କୁ ପସନ୍ଦ ଆସିବ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ଗୋଳି ନେଲା ପରେ ଆଗ ଆମେ 5-7 ମିନିଟ୍ ପାଇଁ ସାଇଡ଼ରେ ରଖିବା। ଆଉ ଏପଟେ ଦେଖନ୍ତୁ, ଅଧଘଣ୍ଟା ପୂର୍ବରୁ ମାଛ ପତ୍ରପୋଡ଼ା ପାଇଁ ମୁଁ ମସଲାକୁ ରେଡ଼ି କରିକି ରଖିଛି, ଯେଉଁଥିପାଇଁ କି ମସଲାରେ ପିତା ଟେଷ୍ଟ ଆସିବନି, ମସଲାର ଟେଷ୍ଟଟା ବହୁତ ବଢ଼ିଆ ଆସିବ। ତ ଏଇ ମସଲାକୁ ମୁଁ କେମିତି କ'ଣ ବନେଇଲି ଚାଲନ୍ତୁ ଦେଖିବା। এই ମସଲା ବନେଇବା ପାଇଁ ମୁଁ 2 ଛୋଟ ଚାମଚ ନେଇଛି କଳା ସୋରିଷ। ଏହା ସହିତ 2 ଛୋଟ ଚାମଚ ନେଇଛି ହଳଦିଆ ସୋରିଷ। ଆପଣମାନେ କେବଳ କଳା ସୋରିଷ ବା କେବଳ ହଳଦିଆ ସୋରିଷ ଏଠି ନେଇପାରିବେ। ଆଉ ଗୋଟିଏ ଛୋଟ ଚାମଚ ଦେଇଦେବା ଏଥିରେ ଆମେ ପୋସ୍ତ, ତା ସହିତ ଗୋଟେ ଛୋଟ ଚାମଚ ଦେବା ଏଥିରେ ଆମେ ଜିରା। 450 ଗ୍ରାମ ମାଛ ପାଇଁ ମୁଁ ଏତିକି ମସଲା ନେଉଛି। ଆପଣମାନେ ସେଇ ହିସାବରେ କେତେ ମାଛ ନେଇଥିବେ ମସଲା କମ ଅଧିକା କରିବେ। ଏହିସବୁ ମସଲାକୁ ଆମେ ଗ୍ରାଇଣ୍ଡର ଜାରରେ ଦେବା। ଆଉ ପ୍ରଥମେ ଗୁଣ୍ଡ କରିନେବା। ଗୁଣ୍ଡ କରିକି ନେଇ ଆସିଲା ପରେ ଏଥିରେ ଆମେ 6-7 କୋଲା ରସୁଣ, 1/4 ଟିସ୍ପୁନର ଦେବା ହଳଦୀ ଗୁଣ୍ଡ, ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା। ମାଛରେ ମଧ୍ୟ ଆମେ ଲୁଣ ହଳଦୀ ପକାଇଥିଲେ ଦେଖିକି ପକାଇବେ। ମସଲା ପାଇଁ ଆମକୁ ଯେତିକି ଲୁଣ ହଳଦୀ ଦରକାର ଆମେ ଏଇଠି ଦେଇଦେବା। ଆଉ ଅଳ୍ପ ଟିକେ ପାଣି ଦେଇକି ଆକୁ ଆମେ ଚିକ୍କଣ କରିକି ବାଟି ନେବା। ମସଲାକୁ ପାଣିଆ କରିବେନି, ଟିକେ ବହଳିଆ କରିକି ବାଟିବେ। ଏଇଠି ଆମର ମାଛ ପତ୍ରପୋଡ଼ା ପାଇଁ ମସଲା ରେଡ଼ି ହେଇଗଲା। ଏଇ ମସଲାକୁ ଅଧଘଣ୍ଟା ରଖିଲା ପରେ ଆମେ ମ୍ୟାରିନେଟ୍ କରି ରଖିଥିବା ମାଛ ଉପରେ এই ମସଲାକୁ ଦେଇଦେବା। ଏଠି ମୁଁ ଆଉ ଗୋଟେ ଟିପ୍ସ ସେୟାର କରିବି। ସୋରିଷ ମସଲାରେ ଯଦି ଆପଣମାନେ ଲୁଣ ହଳଦୀ ଦେଇକି ବାଟିବେ ନା, ଆପଣଙ୍କର ମସଲାଟା ପିତାଳିଆ ଲାଗିନଥାଏ। ଭଲ କଲର ପାଇଁ ଆମେ ଗୋଟେ ବଡ଼ ଚାମଚ କାଶ୍ମୀର ରେଡ୍ ଚିଲି ଦେବା, ଏଥିରେ ରାଗ ନଥାଏ। ତା ସହିତ ଆମେ ଗୋଟେ ବଡ଼ ସାଇଜ୍ର ପିଆଜକୁ ଲମ୍ବା ଆଉ ପତଳା ପତଳା କରି କାଟିକି ଏଥିରେ ପକାଇବା। ଗୋଟେ ବଡ଼ ଚାମଚ ଦେବା କଟା ରସୁଣ। ରସୁଣ ମଧ୍ୟ ଆମେ ମସଲାରେ ଦେଇକି ବାଟିଥିଲେ, କିନ୍ତୁ କଟା ରସୁଣ ଟିକେ ଦେଲେ ରସୁଣ ସିଝିଗଲା ପରେ ତାର ଟେଷ୍ଟ ବଢ଼ିଆ ଆସିବ, ଫ୍ଲେଭର ମଧ୍ୟ ଭଲ ଆସିବ। ତା ସହିତ ଆମେ 2ଟି ମିଡ଼ିୟମ୍ ସାଇଜ୍ର ଟମାଟୋକୁ ଛୋଟ ଛୋଟ କରି କାଟିକି ଏଥିରେ ପକାଇବା। ଆଉ 5-6ଟି କଞ୍ଚା ଲଙ୍କାକୁ ମଝିରୁ ଟିକେ ଚିରିକି ବା କାଟିକି ଏଥିରେ ପକାଇବା। କଞ୍ଚା ଲଙ୍କା ନିଶ୍ଚୟ ପକାଇବେ ଏ ରେସିପିରେ, ଆର ଫ୍ଲେଭର ଆଉ ଟେଷ୍ଟ ବହୁତ ବଢ଼ିଆ ଦେବ। କଟା ହେଇଥିବା କିଛି ଫ୍ରେଶ୍ ଧନିଆ ପତ୍ର ଏଥିରେ ଦେବା। ତା ସହିତ 2-3 ବଡ଼ ଚାମଚ ଦେବା ସୋରିଷ ତେଲ। ଏ ରେସିପି ପାଇଁ ଅଲଗା କୌଣସି ବି ତେଲ ନେବେନି, କେବଳ ସୋରିଷ ତେଲ ହିଁ ନେବେ। ଟେଷ୍ଟ ଫ୍ଲେଭର ବହୁତ ବଢ଼ିଆ ଆସିବ। ଏବେ ଆମେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଏଇଠି ମୁଁ ବଡ଼ ସାଇଜ୍ର ମାଛ ନେଇଛି, ଆପଣ ଚାହିଁଲେ ସେମ୍ ପ୍ରୋସେସ୍ରେ ଚୁନା ମାଛକୁ ମଧ୍ୟ ପତ୍ରପୋଡ଼ା ବନେଇ ପାରିବେ। ତ ଏଠି ମୁଁ ଗୋଳେଇ ନେଇଛି, ଆକୁ ଆମେ ଏବେ ଟିକେ ସାଇଡ଼ରେ ରଖିନେବା। ଆଉ ଏପଟେ ଗୋଟେ ଲୁହା ତାୱା ମୁଁ ଗରମ କରିଛି। ଆଉ ତା ଉପରେ କିଛି ଧୋଇ ରଖିଥିବା କଦଳୀ ପତ୍ରକୁ ସେକି ନେବା। ମୁଁ ଏଠି ତାୱା ଉପରେ ସେକୁଛି, ଆପଣ ଚାହିଁଲେ ନିଆଁ ଉପରେ ମଧ୍ୟ ସେକି ପାରିବେ। ଏଇଭଳି ଭାବରେ ଟିକେ ସେକିଦେଲେ କଦଳୀ ପତ୍ର ନରମ ହେଇଯିବ। ଯେତେବେଳେ ଆମେ এই ପତ୍ର ଉପରେ ମାଛକୁ ରଖିକି ଫୋଲ୍ଡ କରିବା, ପତ୍ର ଆଉ ଛିଣ୍ଡିବନି। ପତ୍ର ଟିକେ ବଡ଼ ଦେଖିକି ନେବେ ବା ଚଉଡ଼ା ବା ରେକ୍ଟାଙ୍ଗଲ ସେପ୍ରେ କାଟିକି ନେବେ, ଯେଉଁଥିପାଇଁ କି ଆପଣଙ୍କୁ ଫୋଲ୍ଡ କଲାବେଳେ ସୁବିଧା ହେବ। ଏଠି ମୁଁ କଦଳୀ ପତ୍ର ନେଇଛି, ଆପଣ ଚାହିଁଲେ ଶାଳ ପତ୍ର ନେଇପାରିବେ ବା କଖାରୁ ପତ୍ର ନେଇପାରିବେ। ସେକି ରଖିଥିବା କଦଳୀ ପତ୍ର ଆମେ ନେବା, ଡବଲ କରିକି ପତ୍ର ନେବେ। ଆଉ ତା ଉପରେ ଟିକେ ସୋରିଷ ତେଲକୁ ଏଇଭଳି ବ୍ରସ୍ରେ ଲଗାଇ ନେବେ। ଆମର ମାଛକୁ ଯେଉଁ ମସଲା ସହିତ ଗୋଳେଇକି ରଖିଥିଲେ ସେ ମାଛରୁ ଗୋଟେ ଦେବା। ଆଉ ତା ଉପରେ ଆମେ ମସଲାରୁ ଅଳ୍ପ କିଛି ଦେଇଦେବା। କଞ୍ଚା ଲଙ୍କା ଗୋଟେ ଉପରେ ନିଶ୍ଚୟ ପକାଇବେ। ଆଉ ଯେମିତି ମୁଁ ଆପଣଙ୍କୁ ଦେଖାଉଛି ଏଠି ଭିଡ଼ିଓରେ, ସେଇଭଳି ଭାବରେ ଆକୁ ଫୋଲ୍ଡ କରିବେ। ଦୁଇ ପାଖରୁ ଏଇଭଳି ଫୋଲ୍ଡ କରିକି ତଳ ପାଖରୁ ଆଉ ଉପର ପାଖରୁ ଏଇଭଳି ଫୋଲ୍ଡ କରିନେବା। ଗୋଟେ ପକେଟ୍ ସେପ୍ରେ ଇଏ ପଳେଇ ଆସିବ। ଆଉ ତା ଉପରେ ଆମେ ଭଲ ଭାବରେ ସୂତାକୁ ଗୁଡ଼େଇ ନେବା, ଯେଉଁଥିପାଇଁ କି ଆମେ ଯେତେବେଳେ ଆକୁ ପୋଡ଼ିବା ନା, ଇଏ ଆଉ ଖୋଲିବନି। ଯେମିତିକି ଆପଣଙ୍କୁ ଆଗରୁ କହିଥିଲି, ଯଦି ପତ୍ର ଚଉଡ଼ା ଆଉ ବଡ଼ ନେବେ
ତାହେଲେ ଆପଣଙ୍କୁ ଫୋଲ୍ଡ କରିବା ତ ସୁବିଧା ହେବ। ତା ସହିତ ଗୋଟିଏ ଥରରେ 2-3ଟି ମାଛକୁ ଦେଇକି ଆପଣମାନେ ଏହାକୁ ର୍ୟାପ୍ କରିପାରିବେ। ଯେହେତୁ ମୁଁ ନେଇଥିବା ପତ୍ର ଛୋଟ ଥିଲା, ଚଉଡ଼ା କମ୍ ଥିଲା, ସେଥିପାଇଁ ଗୋଟିଏ ଥରରେ ଗୋଟିଏ ମାଛକୁ ଦେଇକି ଏଠି ମୁଁ ର୍ୟାପ୍ କରିଛି। ତ ଏଇଠି ଦେଖନ୍ତୁ ସୂତାକୁ ମୁଁ 2 ସାଇଡ଼୍ରୁ ଭଲ ଭାବରେ ଏଠି ଗୁଡ଼େଇ ନେଇଛି। ଏଇଠି ଆମର ଏଇଟା ରେଡ଼ି ହେଇଗଲା। ଏଇଭଳି ଭାବରେ ସବୁ ମାଛକୁ ଆମେ ପତ୍ର ଭିତରେ ରଖିବା ଆଉ ଭଲ ଭାବରେ ଫୋଲ୍ଡ କରିକି ସୂତାରେ ଗୁଡ଼େଇ ନେବା। ଦେଖନ୍ତୁ ରେଡ଼ି ହେଇଗଲା। ଏବେ ଚାଲନ୍ତୁ ଆକୁ ଆମେ ପୋଡ଼ିବା। ଏହାକୁ ପୋଡ଼ିବା ପାଇଁ ଏଠି ମୁଁ ଗୋଟେ ମୋଟାର ଲୁହା ତାୱା ନେଇଛି। ଆପଣମାନେ କଡ଼େଇ ବା ତାୱା ନିଅନ୍ତୁ, ମୋଟା ଦେଖିକି ନେବେ, ଯେଉଁଥିପାଇଁ କି ପତ୍ରଟି ଜଲ୍ଦି ପୋଡ଼ିବନି ଆଉ ମାଛ ମଧ୍ୟ ଭିତରୁ ଭଲ ଭାବରେ ସିଝି ପାରିବ। ଆଉ ଏ ତାୱା ଉପରେ ଆମେ 3-4 ଚାମଚ ସୋରିଷ ତେଲ ଦେଇକି ଚାରିଆଡ଼େ ଭଲ ଭାବରେ ଲଗାଇ ନେବା। ଆଉ ମାଛ ପ୍ୟାକେଟ୍ ଆମେ ଯେଉଁ ବନେଇଥିଲେ ସେ ପ୍ୟାକେଟ୍କୁ ଆମେ ଗୋଟେ ପରେ ଗୋଟେ ଏମିତି ତାୱାରେ ଦେଇଦେବା। ଫ୍ଲେମ୍କୁ ଲୋ ମିଡ଼ିୟମ୍ରେ ରଖିବା, ବିଲକୁଲ ବି ହାଇ କରିବେନି, ନହେଲେ ମାଛ ଭିତରୁ ସିଝି ପାରିବନି। ଲୋ ମିଡ଼ିୟମ୍ରେ ରଖିକି କଭର୍ କରିକି ଆକୁ 10-12 ମିନିଟ୍ ପାଇଁ ଗୋଟେ ସାଇଡ଼୍ରୁ ସିଝିବା ପାଇଁ ଛାଡ଼ିବା। 10-12 ମିନିଟ୍ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ସିଝିଲା ପରେ ଏବେ ଆମେ କଭର୍ କାଢ଼ିବା। ଆଉ ଦେଖିପାରୁଥିବେ କେତେ ପାଣି ବାହାରିଛି ଏ ପତ୍ର ଭିତରୁ। ଏବେ କ'ଣ କରିବା ନା ସବୁକୁ ଆମେ ଓଲଟେଇ ନେବା। ଏ ଯେଉଁ ପାଣି ଗୁଡ଼ାକ ଭିତରୁ ବାହାରିଛି, ଏ ପାଣି ପୁରା ଶୁଖିଲା ପର୍ଯ୍ୟନ୍ତ ବା ପାଣି ବାହାରିବା ବନ୍ଦ ହେଲା ପର୍ଯ୍ୟନ୍ତ ଆମେ ଏହାକୁ ରାନ୍ଧିବା। ସବୁ ପତ୍ରକୁ ଓଲଟେଇ ସାରିଲା ପରେ ଫ୍ଲେମ୍କୁ ସେଇ ଲୋରେ ରଖିବା ଆଉ ପୁଣି ଥରେ କଭର୍ କରିକି ଆଉ 10-12 ମିନିଟ୍ ପାଇଁ ଆଉ ଗୋଟିଏ ସାଇଡ଼୍ରୁ ସିଝିବା ପାଇଁ ଛାଡ଼ିବା। ଆଉ 10-12 ମିନିଟ୍ ପରେ କଭର୍ କାଢ଼ିବା। ଦେଖିପାରୁଥିବେ ଯେଉଁ ପତ୍ର ଭିତରୁ ବହୁତ ଗୁଡ଼ାଏ ପାଣି ବାହାରୁଥିଲା, ସେ ପାଣି ଗୁଡ଼ାକ ଆଉ ବାହାରୁନି। ପାଣି ଯାହା ବି ବାହାରିଥିଲା ସେ ଶୁଖିଯାଇଛି। ତାମାନେ ଏଇଠି ମାଛ ଆମର ଭିତରୁ ସିଝି ଆସିଲାଣି। ଦୁଇ ପାଖରୁ ସିଝିବା ପାଇଁ ଆମକୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ 20-25 ମିନିଟ୍ର ସମୟ ଲାଗିଯାଇଛି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ଟୁ ହାଇକୁ ନେଇ ଆସିବା ଆଉ ଏଇଭଳି ଟିକେ ଓଲଟ ପାଲଟ କରିନେବା। ଆଉ ହାଇ ଫ୍ଲେମ୍ରେ ପତ୍ର ଟିକେ ପୋଡ଼ିଲା ପର୍ଯ୍ୟନ୍ତ ଦୁଇ ପାଖରୁ ଆମେ ଏହାକୁ ଭାଜିବା। ଲାଷ୍ଟରେ ଏମିତି 5 ମିନିଟ୍ ହାଇ ଫ୍ଲେମ୍ରେ ଟିକେ ପତ୍ରକୁ ଭାଜିଦେଲେ କ'ଣ ହେବ ନା ଏଇ ମାଛ ଭିତରେ ଗୋଟେ ସ୍ମୋକି ଫ୍ଲେଭର ଆସିଯିବ। ତ ଏଇଭଳି ଭାବରେ 5 ମିନିଟ୍ ହାଇ ଫ୍ଲେମ୍ରେ ଭାଜିଲା ପରେ ଦେଖନ୍ତୁ ପତ୍ର ଦୁଇ ସାଇଡ଼୍ରୁ ଆଉ ଟିକେ ଟିକେ ପୋଡ଼ି ଯାଇଛି। ଏଇଠି ଆମର ପତ୍ରପୋଡ଼ା ଏକଦମ ରେଡ଼ି। ଟୋଟାଲ ଏ ମାଛ ପତ୍ରପୋଡ଼ା ହେବା ପାଇଁ 25-30 ମିନିଟ୍ର ସମୟ ଲାଗିଛି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିବା ଆଉ ଆକୁ ବାହାରକୁ ନେଇ ଆସିବା। ତ ଦେଖନ୍ତୁ ପତ୍ରପୋଡ଼ାକୁ ମୁଁ ଗୋଟେ ପ୍ଲେଟ୍କୁ ବାହାର କରି ନେଇଛି। ଆଉ ଏଇଭଳି ଭାବରେ ଆମେ ସୂତାକୁ କାଟି ନେବା। ସୂତାକୁ ବାହାର କରିକି ଆମେ ପତ୍ରକୁ ଖୋଲିବା। ଆଉ ଏ ଗରମ ଥିବା ଅବସ୍ଥାରେ ହିଁ ଆପଣମାନେ ଏହାକୁ ଭାତ ସହିତ ସର୍ଭ କରିବେ, ବହୁତ ବଢ଼ିଆ ଲାଗିବ। ଏଇଭଳି ପ୍ରୋସେସ୍ରେ ମାଛକୁ ବନେଇଲେ ମାଛ ଭିତରୁ ବହୁତ ଭଲ ଭାବରେ ସିଝିବ, ନରମ ବନିବ, ସ୍ୱାଦିଷ୍ଟ ବି ଲାଗିବ। ବହୁତ ବଢ଼ିଆ ଲାଗିବ। ବନାନ୍ତୁ ଥରେ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେ ପର୍ଯ୍ୟନ୍ତ ରହିଲି। ନମସ୍କାର, ବାଏ, ଜୟ ଜଗନ୍ନାଥ।